ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା 18 ନମ୍ବର ଜାତୀୟ ରାଜପଥର ତେନ୍ତୁଳିଡିଙ୍ଗା ବାଇପାସ୍ ଛକ ଅର୍ଥାତ୍ ନୀଳକମଲ ଢାବା ନିକଟରେ ଏକ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାଯୋଗ୍ୟ ଏହିକି ଯେ ଗତ ରାତି ପ୍ରାୟ 12ଟାରୁ ଘଣ୍ଟେ ମଧ୍ୟରେ ବମ୍ବେ ଛକ ପଟୁ ବାରିପଦା ପଟକୁ ଆସୁଥିବା ଏକ ଟ୍ରଲର ନିଶାସକ୍ତ ଡ୍ରାଇଭର ବେପାରୁଆ ଗାଡ଼ି ଚାଳନା ହେତୁ 4 ଲାଇନ୍ ରାସ୍ତା ମଝିରେ ଥିବା ଏକ ପୋଲକୁ ଭାଙ୍ଗି ଡାହାଣ ରାସ୍ତାକୁ ଚାଲି ଯାଇଥିଲା। ଅର୍ଥାତ୍ ଗାଡ଼ିଟି ବମ୍ବେ ଛକ ପଟୁ ବାରିପଦା ପଟକୁ ଆସୁଥିଲା। ମାତ୍ର ଦୁର୍ଘଟଣାରେ ଗାଡ଼ିଟି ବାରିପଦାରୁ ବମ୍ବେ ଛକ ଯାଉଥିଲା ରାସ୍ତାକୁ ଆସିଯାଇଥିଲା। ଏଥିରୁ ଅନୁମାନ କରିପାରୁଥିବେ ଯେ ଦୁର୍ଘଟଣାଟି କେତେ ଭୟଙ୍କର ହୋଇଥିବ। ଦୁର୍ଘଟଣାରେ ଟ୍ରଲରର ପଛ ଚକ ଓ ଆଗ ଚକ ଗୁଡ଼ିକ ଖସି ପଡ଼ିଥିବା ବେଳେ ଟ୍ରଲର ଇଞ୍ଜିନ୍ ଓ ଟ୍ରଲି ତଳେ ପଡ଼ି ରହିଛି। ସୌଭାଗ୍ୟବଶତଃ ଗାଡ଼ିର ଚାଳକ ଓ ଖଲାସି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାର ଜଣାପଡ଼ିଛି। ମୟୂରଭଞ୍ଜରୁ ସଞ୍ଜିତ କୁମାର ବିନ୍ଧାଣୀଙ୍କ ରିପୋର୍ଟ, G9 ଓଡ଼ିଆ।